टिके कौन टिके भी नहीं। ନୀଳମାଧବ କିଏ ପୂଜା କରୁଥିଲେ କୁମାର? ବିଶ୍ୱବାସୀ ଶବର ରାଜା କରୁଥିଲେ ପୂଜା। ଭୁଲ ଭୁଲ ଭୁଲ। ଭୁଲ ଭୁଲ ଆସିଲେ ପଣ୍ଡିତ ହଁ ଚିତା ଚୈତନ ମାରିକି। ବିଶ୍ୱବାସୀ ତାଙ୍କର ଯୋଉ କବିଲା ଥିଲା ତାଙ୍କର ସର୍ଦ୍ଦାର ପୂଜା କରୁଥିଲେ ନା କି ତାଙ୍କ ରାଜା ପୂଜା ତାଙ୍କର ରାଜା ନଥିଲା ତାଙ୍କର ସର୍ଦ୍ଦାର ଥିଲା ତାଙ୍କର ରାଜା ନଥିଲା। ଜାଣିଛ ବାସ୍ ଭଲ କଥା। ବିଶ୍ୱବସୁ କୋଉଠୁ ଆଣିଲେ ଜଗନ୍ନାଥଙ୍କୁ କୁହ ତମକୁ ପ୍ରଶ୍ନ ପଚରା ହେଇଛି। ବିଶ୍ଵ ବସୁ ଜଗନ୍ନାଥଙ୍କୁ ମୋର ମନେ ଅଛି ମ କହୁଛି 2 ମିନିଟ ରୁହ କହୁଛି। ସେତେବେଳକୁ ଆନ୍ସର ମିଳିଯାଇଥିବ ୱେଟ ସମସ୍ତ ମେସେଜ ସ୍କିପ ହେଇଯାଉଛି। ମତେ କୁହ ଆଗ କୁକୁଡା ନା ଆଗ ଅଣ୍ଡା? ଆଗେ କହିଲ ଲଜିକାଲି ପ୍ରଶ୍ନ ପଚାର। ଆରେ ଠିକ ଭାଇ ତୁମେ ଜାଣିନ ଭାଇ। ବିଶ୍ଵବାସୁଙ୍କୁ ସ୍ୱପ୍ନ ହେଇଥିଲା। ନୋ ୟୁଜ ୟୁଟ୍ୟୁବ ଆଣ୍ଡ ଗୁଗଲ। ନୋ ୟୁଜ ୟୁଟ୍ୟୁବ ଆଣ୍ଡ ଗୁଗଲ। ଭାଇ ତମେ କହିଦିଅ 2 ମିନିଟ କଣ 5 ମିନିଟ ୱେଟ କୁହ ବ୍ରୋ। ଠିକ କୁନା ଭାଇ ଠିକ 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 ଠିକ। ବ୍ରୋ ତମେ ହନୁମାନ ଭକ୍ତ କି ନୋ ହେଇଥିବେ ମୁଁ ଜାଣିନି। ନାଇଁ ବିଶ୍ଵ ବସୁ ସ୍ୱପ୍ନା ଦେଶ ହେଇଥିଲା ଯେ ଦାରୁ ବ୍ରହ୍ମରେ ଦାରୁ ବ୍ରହ୍ମରେ ଜଗନ୍ନାଥ ଅଛନ୍ତି। ମତେ ନିଅ ବୋଲି ସେଇଟା ପୁଣି କୋଉ ଜଙ୍ଗଲ ଗୋଟେରେ ଥିଲା। ଏଇଟା ଠିକ ନା ଭୁଲ ଭାଇ? ଆରେ ବାସୁଦେବ ଯୋଉ ସିଲୁ ଭାଇ କଣ ଗୋଟେ କୋଶ୍ଚିନ୍ କରିଛନ୍ତି ଯେତେବେଳେ ବିଶ୍ଵବାସୁ ସମୁଦ୍ର କୂଳରେ ବୁଲୁଥିଲେ ଜଗନ୍ନାଥ ନୀଳ ମାଧବ ନୀଳ ରୂପରେ ଦେଖା ଦେଇଥିଲେ। ଯେତେବେଳେ ବିଶ୍ଵବାସୁ ନୁହଁ ଭାଇ ଯେତେବେଳେ ରାଜା ଇନ୍ଦ୍ରଦ୍ୟୁମ୍ନ ବୁଲୁଥିଲେ। ଇନ୍ଦ୍ରଦ୍ୟୁମ୍ନ ବୁଲୁଥିଲେ ତାଙ୍କ ଗୋଡରେ ପୁରୀର ଇଏ ବାଜିଥିଲା ଶ୍ରୀମନ୍ଦିରର ଚୂଳ ବାଜିଥିଲା। ସିଏ କଣ ବାଜିଲା ବୋଲି ତାଙ୍କୁ ଖୋଳା ଖୋଳି କରିକି ବାହା କଲା ବେଳୁ ମନ୍ଦିର ଆଉ ମନ୍ଦିର ଦେଖିଲେ ଗୋଟେ ଅଦ୍ଭୁତ ମନ୍ଦିର ତା ଭିତରେ ତ ଜଗନ୍ନାଥ ନାହାନ୍ତି। ତା ପରଦିନ ଜଗନ୍ନାଥ ତାଙ୍କୁ ସ୍ୱପ୍ନାଦେଶ ଦେଲେ ଯେ ମୁଁ ଏଇଠି ଅଛି ମତେ ଆଣିକି ମତେ କର। ସେ ଦାରୁ ବ୍ରହ୍ମ ଭାବରେ ଥିଲେ ଗୋଟେ ଜଙ୍ଗଲ ଭିତରେ। ନା ତୁମେ ଜାଣିନ ସତ ସେଟା ଠିକ ନୁହଁ। ନୀଳଗିରି ପଛରେ ଥିଲେ ଭୁଲ ଅଛି ଆପଣଙ୍କ କଥା। ଭାଇ ଆପଣ ନୀଳଗିରି ଆପଣ ତ ଠିକ କଥାଟା କହିଲେ ତାହେଲେ ଆଉ ଆରେ ନାଇଁ ରେ ଭାଇ। ବ୍ଲଗର ଭାଇ କହିବେ ବ୍ଲଗର ଭାଇ ତମେ ଟିକେ କହିଲ ଦେଖିଆ। ଏଠି ନୀଳ ମାଧବ କଥା ମନ୍ଦିର କଥା ନୁହଁ। ଆରେ ମନ୍ଦିର ଆଚ୍ଛା କଥା ଆଚ୍ଛା ବ୍ଲଗର ଭାଇ ନୀଳମାଧବ। ପଚାର ହୁଁ। ତମ କେତେ ଯେବେ ଟିଉସନ ହେବେ ମତେ ନୁହ ଧାର୍ମିକ କଥା ମତେ ବହୁତ ଭଲ ଲାଗେ। ଆଚ୍ଛା ମତେ ଗୋଟେ କଥା କହିଲ ସୁପନେଖାଙ୍କୁ ସୁପନେଖା ବାହା ହେଇଥିଲେ ନା ବାହା ହେଇ ନଥିଲେ? କୁହ। ହେଇଥିଲେ ବୋଧେ ମୋର 10th ଏତେ ଏକ୍ଜାମ କୋଶ୍ଚିନ୍ ଦେବେ ତ ହଁ ପା ଭାଇ ସତ କଥା କୁନା ଭାଇ ସତ କଥା। ଠିକ ଅଛି ମନ୍ଦିର ବିଷୟରେ ପଚାରିବି କୁହ ପଚାର। ମତେ ଲାଗେନି ଯେ ମୁଁ କହିପାରୁନି ଖରାପ ଲାଗିବ କଣ ସେମିତି ନାଇଁ। ମତେ ଯଦି ଜାଣିନି ମତେ କିଏ ଗୋଟେ କୋଶ୍ଚିନ୍ ପଚାରିଲେ ମୁଁ ସେଠି ବସେ କେବେ ଉଠିକି ପଳେଇ ଆସେନି ମୁଁ ସେଠି ବସେ ଶୁଣେଇକି ସେ କଣ ଭାଇ ଭାଇ କହୁଛି ଭାଇ ଜାଣିନି ଯଦି ଆଚ୍ଛା ଜାଣିନି। ସିଲୁ ଭାଇ ନାଇଁ ସିଲୁ ଭାଇ ମତେ ଗୋଟେ ଆନ୍ସର ଦିଅ ସୁପର୍ନେଖାଙ୍କର ସ୍ଵାମୀଙ୍କ ନାଁ କଣ? ସୁପର୍ଣ୍ଣେଖା ବାହା ହେଇଥିଲେ ପୁଣି ଯଦି ବାହା ହେଇଥିଲେ ତାଙ୍କ ରାମାୟଣକୁ ସ୍ଵାମୀଙ୍କ ପଳେଇଲା ନାଁ କଣ? ପୁଣି ରାମାୟଣକୁ ପଳେଇଲା ଆଉ କଣ କରିବା। ପଚାର ମୁଁ ଭାଇ ଏଇ ଟାଇମ ଟା ହାଇଲାଇଟ କରିକି ରଖୁଛି ହେଲା।